ତ ଭାଇମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆପଣ ତ ଜାଣିଥିବେ ଇଲେକ୍ସନ୍ ଭାଇମାନେ ପାଖେଇ ଆସିଲାଣି। ତ ସବୁ ବି ଏବେ ଚାଲିଲାଣି, ପ୍ରଚାର ଗାଡ଼ି ସବୁ ଚାଲିଲାଣି। ବିଜେପି, ବିଜେଡ଼ି, କଂଗ୍ରେସର ପ୍ରଚାର ଗାଡ଼ି ସବୁ ଚାଲିଲାଣି। ଲୋକମାନେ ବି ରାଲିରେ ବି ଯାଉଛନ୍ତି। ମେନ୍ କଥା ହେଲା ଆପଣମାନଙ୍କୁ ମୁଁ ଜଣେଇବାକୁ ଆସିଛି ଯେ ଇଲେକ୍ସନ୍ ଆପଣମାନେ ୟାକୁ ଭୋଟ୍ ଦିଅନ୍ତୁ, ତାକୁ ଭୋଟ୍ ଦିଅନ୍ତୁ, ୟାକୁ ଭୋଟ୍ ଦିଅନ୍ତୁ, ମୁଁ ଏଟା କହିବାକୁ ଆସିନି। ମୁଁ ଚାହୁଁଛି ଆପଣମାନେ ବିଜେଡ଼ିକୁ ଦିଅନ୍ତୁ କି ବିଜେପି ଦିଅନ୍ତୁ କି କଂଗ୍ରେସକୁ ଦିଅନ୍ତୁ, ଆପଣମାନେ ଯାହାକୁ ଦେଇପାରନ୍ତୁ। ଆପଣଙ୍କୁ ଭୋଟ୍ ଦାନ ମତଦାନ ଆପଣ ସ୍ୱ ଇଚ୍ଛାରେ ଦେଇପାରିବେ। ମୁଁ ଏତିକି କହିବାକୁ ଚାହୁଁଛି କି ଆପଣମାନେ ଯାହାକୁ ବି ଭୋଟ୍ ଦିଅନ୍ତୁ ସ୍ୱାଧୀନରେ ଭୋଟ୍ ଦିଅନ୍ତୁ। ପରାଧୀନରେ ନୁହଁ। ଲୋକମାନେ କଣ 5,000 ଟଙ୍କା ଦେଇକି ଭୋଟ୍ ଦେଇ ଦେଉଛନ୍ତି। କଣ ଗୋଟେ ଆପଣଙ୍କ ମୁଣ୍ଡ କଣ 5,000 ଟଙ୍କାର ଜମା? ଆପଣ ବି ହିସାବ କରନ୍ତୁ। ଯଦି 5,000 ଟଙ୍କା ଆପଣଙ୍କୁ ଭୋଟ୍ ଦେଲା ବେଳେ ଦିଆଗଲା, ମାନେ 5 ବର୍ଷ ଶାସନ କରିବା ପାଇଁ 5,000 ଟଙ୍କା, ତାହେଲେ ଆପଣ ଦିନକୁ କେତେ ଟଙ୍କା ପଡ଼ୁଛି ହିସାବ କଲେ? ଦିନକୁ ଟଙ୍କା ପଡ଼ୁଛି? 25 ପଇସା ବି ନୁହଁ, ବୁଝିପାରିଲେ ତ? ଆଜିର କେତେଜଣ ଲୋକ ବି ଅଛନ୍ତି 100 ଟଙ୍କାରେ ଗୁଟଖା ଖାଇ ଦେଉଛନ୍ତି, ସଫଲ 100 ଟଙ୍କା ଦିନକୁ ସଫଲ ଖାଇ ଦେଉଛନ୍ତି। ତ ଦିନକୁ 20 ପଇସା ପଡ଼ୁନି, ଆପଣ ତାକୁ 5 ବର୍ଷ ପାଇଁ ଶାସନ କରିବାକୁ ଦେଇ ଦେଉଛନ୍ତି। 5,000 ଟଙ୍କା ଲୋଭରେ 5 ବର୍ଷ ପାଇଁ ଶାସନ କରିବାକୁ ଦେଇ ଦେଉଛନ୍ତି। ତ ମୋ କହିବା ତାତ୍ପର୍ଯ୍ୟ ହେଉଛି ଆପଣ ଯାହାକୁ ବି ଭୋଟ୍ ଦିଅନ୍ତୁ ସ୍ୱାଧୀନରେ ଭୋଟ୍ ଦିଅନ୍ତୁ। କଣ ଚେଞ୍ଜ ହେଇଛି ଆମ ଓଡ଼ିଶାରେ? କଣ ଚେଞ୍ଜ ହେଇଛି ଆମ ଓଡ଼ିଶାରେ ଆପଣ ଟିକେ କହିବେ? କଣ ଚେଞ୍ଜ ହେଇଛି ଆପଣ ଓଡ଼ିଶାରେ କୁହନ୍ତୁ? ଆପଣମାନେ ତ ଜାଣିଥିବେ ଓଡ଼ିଶାରେ ଭିକାରୀ ସଂଖ୍ୟା ବହୁତ ଅଧିକ। ଓଡ଼ିଶାରେ ଭିକାରୀ ସଂଖ୍ୟା ଏତେ ଅଧିକ ଯେ ସବୁ ଭିକାରୀ ଆସିକି ଓଡ଼ିଶାରେ। ଜଗନ୍ନାଥ ମନ୍ଦିର ପରେ ଦେଖିବେ କେତେ ଭିକାରୀ ଅଛନ୍ତି। କାହିଁକି? କାହିଁକି ଓଡ଼ିଶାରେ ଭିକାରୀ ଏତେ? କଣ କରୁଛି ଆମ ସରକାର? ଆପଣମାନେ ଯୁବପିଢ଼ି, ଆପଣମାନେ ହେଉଛି ଆମ ଦେଶର ଶୁଭଚିନ୍ତକ, ଆମ ରାଜ୍ୟର ଶୁଭଚିନ୍ତକ। ଆପଣମାନେ ସରକାରକୁ ଆପଣ ନିଯୁକ୍ତି କରିବେ। ଦେଖନ୍ତୁ ଚାଇନା ଟେକ୍ନୋଲୋଜି ଦେଖନ୍ତୁ। ଆଜିକାଲି କେତେକ ଜାଗାରେ ରାସ୍ତା ଯିବା ପାଇଁ ଗଛ କାଟି ଦିଆଯାଉଛି। ଏ କଣ ନ୍ୟାୟ? ଗୋଟିଏ ଗଛ ଗୋଟିଏ ଲୋକ ସହିତ ସମାନ। ଗୋଟିଏ ଗଛ ଗୋଟେ ଲୋକ ସହିତ ସମାନ। ଆଗରୁ କଣ ରାସ୍ତା ନଥିଲା ନା ଆଗରୁ ଲୋକମାନେ ଚାଲୁନଥିଲେ? ତ କାହିଁ ଗଛ କଟା ଯାଉଛି? କଣ ଚାଇନାର ଟେକ୍ନୋଲୋଜି ଏତେ ଅଧିକ ଆମ ଓଡ଼ିଶାକୁ ଟେକ୍ନୋଲୋଜି ଆସିପାରିବନି? ଯେଉଁ ଜାଗାରେ ରାସ୍ତା କରିବାର ଅଛି, ଯେଉଁ ଜାଗାରେ ରାସ୍ତା କରାଯାଉଛି ସେ ଜାଗାରେ ଗଛ ଅଛି, ତାହେଲେ ଗଛକୁ ଉପାଡ଼ି ଆଣି ଆଉ ଗୋଟେ ଜାଗାରେ ଲଗାନ୍ତୁ। କାଟିବାର କଣ ନିହାତି ଦରକାର? ସେଇଥିପାଇଁ ତ ଖରା ଦିନେ ବର୍ଷା, ବର୍ଷା ଦିନେ ଖରା। ଚାଷୀମାନେ ଆତ୍ମହତ୍ୟା କରିବାର ଗୋଟିଏ ମୂଳ ଲକ୍ଷ୍ୟ ହେଉଛି ସେଇ ଜାଗା। ସେଇ ଗଛ ଯୋଗୁଁ ପରିବେଶ ଦୂଷିତ ହେଉଛି। ଠିକ୍ ସମୟରେ ବର୍ଷା ହଉନି କି ଠିକ୍ ସମୟରେ ଖରା ହଉନି କି ଠିକ୍ ସମୟରେ ଶୀତ ହଉନି। ଯଦି ଭାବୁଛନ୍ତି ଏଇଟାକୁ ଭାବନ୍ତୁ। 5,000 ଟଙ୍କା ନେବା ପୂର୍ବରୁ 100 ଥର ଭାବନ୍ତୁ ଏଟାକୁ। ଆପଣ 5,000 ଟଙ୍କା ନେଲେ ଆପଣ ତ ଆପଣଙ୍କ ମୁଣ୍ଡ ବିକିଦେଲେ। ଆପଣ କାହାକୁ ଭୋଟ୍ ଦେବେ? ଯୁବପିଢ଼ି ଏଇଟା ଭାବିବା ଦରକାର। ଯୁବପିଢ଼ି ଭାବିବା ଦରକାର କି ନାଇଁ ଆମ ରାଜ୍ୟରେ କଣଟା ଏମିତି ବୃଦ୍ଧି କରିଛନ୍ତି। ସରକାର ଏମିତି କଣ ବୃଦ୍ଧି କରିଛି ଯେ ଆମ ରାଜ୍ୟ ହଁ ଆପଣମାନେ ଭାବୁଛନ୍ତି ଯୋଉ ଟଙ୍କିକିଆ ଚାଉଳ କି ଭତ୍ତା ପଇସା କି କିରୋସିନି କି ଯାହାବି ଗହମ ଯାହାବି ହଉ ଆପଣମାନେ ଆଣୁଛନ୍ତି। ଆପଣମାନଙ୍କ ପଇସା ଆପଣମାନଙ୍କ ପାଖକୁ ଆସୁଛି। ଏମିତି କିଛି ଭତ୍ତା ପଇସା କି ଇଏ ପଇସା ସବୁ ଆପଣମାନଙ୍କର ପଇସା ଆପଣମାନଙ୍କ ପାଖକୁ ଆସୁଛି। ହେଲେ କି ସଂସ୍ଥା ମାଧ୍ୟମରେ। ଆପଣମାନେ ଭାବୁଛନ୍ତି ସରକାର ଦଉଛି ଏ ସବୁ। ଆପଣମାନେ ଏଇଟା ଭୁଲ ଭାବୁଛନ୍ତି। ଆପଣମାନଙ୍କର ପଇସା ଆପଣମାନଙ୍କ ପାଖକୁ ଆସୁଛି। କିଛି ସଂସ୍ଥା ମାଧ୍ୟମରେ ଆପଣମାନଙ୍କ ପଇସା ଆପଣମାନଙ୍କ ପାଖକୁ ଆସୁଛି। ହେଲେ ଆପଣମାନେ ଭାବୁଛନ୍ତି ନାଇଁ ଆମକୁ ସରକାର ଦଉଛି। ସରକାର ବି କିଛି ଖରାପ କାମ କରୁନାହାନ୍ତି ମୁଁ କହୁନି। ଆମ ରାଜ୍ୟର ଉନ୍ନତି କରୁଛନ୍ତି। ହେଲେ ଏମିତି କିଛି ଉନ୍ନତି କରନ୍ତୁ ଯୋଉଥିରେ କି ଚାଷୀମାନେ ଉପକୃତ ହେବେ। ବେକାରୀମାନଙ୍କୁ କିଛି ଚାକିରି ଦିଅନ୍ତୁ। ଓଡ଼ିଶାର ଭିକାରୀ ସଂଖ୍ୟା କମେଇ ଦିଅନ୍ତୁ।
ଗଛ କାଟିବା ପୁରା ଗଛ କାଟିବା ପୁରା ବନ୍ଦ। ରାସ୍ତା ଯିବ ତ ଗଛ ଯଦି ଆଗରେ ଆସୁଛି ଗଛକୁ ଓପାଡ଼ିକି ଅନ୍ୟ ଜାଗାରେ ଲଗାନ୍ତୁ, ନଚେତ୍ ରାସ୍ତା ବଦଳାନ୍ତୁ। ଗଛ କାଟିବା ବନ୍ଦ। ଆଗରୁ କଣ ରୋଷେଇ ହଉନଥିଲା ନା ଚୁଲି ଜଳୁନଥିଲା? କଣ ଏମିତି ଗଛ ଯାଇକି ହଣା ହେଇକି କଟା ହେଇକି ଆଣିକି କାଠ ଜଳା ହଉଥିଲା? ନା, ଆଗରୁ ମା ମାନେ ଗୋବର, ଆଜିକାଲିକା ଲୋକ ତ ଗୋବର ମାନେ କଣ ଜାଣିନଥିବେ। ସହରରେ ରହିଲେଣି ଲୋକ ଗୋବର ମାନେ କଣ ଜାଣିବେ। ଗୋବର, ଗାଈର ଗୋବର। ଗାଈର ଗୋବରକୁ ଆଣି ଝାଟି ମାଟି କାନ୍ଥରେ ଗୋଲ କରିକି ମରା ଯାଉଥିଲା। ମରାଯାଏ କଣ ପାଇଁ? ସେ ଶୁଖିକି ପୁରା ଟାଣ ହବ। ସେ ଟାଣ ହେଲା ପରେ ଗୋଟେ ଇନ୍ଧନ ଭଳିଆ କାମ କରେ। ଯାହାକୁ ଚୁଲିରେ ରୋଷେଇ କରି ଖାଆନ୍ତି ଲୋକମାନେ। ଆଉ ଏଇ ଆପଣମାନଙ୍କ ଭଳିଆ ମୂର୍ଖ ଭଳି ଯାଇ ଗଛ ଆଣିକି କାଠ ଆଣିକି ପୋଡ଼ି ଲୋକେ ଖାଆନ୍ତିନି। କାଠ ଜାଳିକି ଖାଆନ୍ତିନି। ସେମାନେ ଇନ୍ଧନ ରୂପେ ଗାଈର ଗୋବରକୁ ବ୍ୟବହାର କରନ୍ତି। ଲୋକମାନେ ଯେତିକି ଦିନକୁ ଦିନକୁ ବୃଦ୍ଧି କରୁଛନ୍ତି ତାଙ୍କ ଚିନ୍ତାଧାରା ଏତିକି ଏତିକି ନିଚ ହଉଛି। ଆପଣଙ୍କ ପରେ ଆପଣମାନଙ୍କର ପୁଅମାନେ ଯଦି ଭଲସେ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କ ଚିନ୍ତାଧାରା ବଦଳାନ୍ତୁ। ଛୁଆ ଆପଣମାନଙ୍କଠୁ କଣ ଶିଖିବେ? ଆପଣମାନେ ଭାବୁଛନ୍ତି ମୋତେ 18 ବର୍ଷ ହେଇଛି, ମୋତେ ଭୋଟ ଦେବାର ବୟସ ହେଇନି। ହେଲେ ମୁଁ ଏମିତି ଏତେ କଥା କେମିତି ଜାଣିଲି? ଟେକ୍ନୋଲୋଜି, ଆପଣମାନେ ଯେଉଁ ମୋବାଇଲକୁ ଚିପୁଛନ୍ତି ମୋବାଇଲ ବିଷୟରେ ସବୁ ଅଛି। ମୋବାଇଲ ଭିତରେ ସବୁ କିିଛି ଅଛି। ଆମ ରାଜ୍ୟରେ ଆମ ଦେଶରେ କଣ କଣ ସବୁ ହଉଛି ଟିକି ନିକି ଖବର ସବୁ ଅଛି। ମୋତେ 18 ବର୍ଷ ହେଇନି କି ଭୋଟ ଦେବା ବୟସ ମୋତେ ହେଇନି। ମୁଁ ଏତେ କଥା କେମିତି ଜାଣିଲି? ଏତେ ଜିନିଷ ବିଷୟରେ କେମିତି ଭାବି ପାରୁଛି? କୁହନ୍ତୁ, ଆପଣ ମୋ ଭିତରେ ଫରକ କଣ? ଆପଣ ମୋ ଭିତରେ ଗୋଟିଏ ହିଁ ଫରକ। କଣ? ନା ଆପଣ କରିସାରିଲା ପରେ ଭାବୁଛନ୍ତି, ଆଉ ମୁଁ କରିବା ପୂର୍ବରୁ ଭାବୁଛି। ଏବେ ଇଲେକ୍ସନ ପାଖେଇ ଆସିଲାଣି ବୋଲି ଯୋଉ ଚାଲିଛି ପ୍ରଚାର ଫଚାର ଏବେ ମୋବାଇଲରେ ଟିଭିରେ ସବୁ କିଛି ଆଡ ଆସିଲାଣି ଭାରି। କଣ? ନା ଏଇ ସରକାର କହୁଛନ୍ତି କି ବିଜୁଳି ମାଗଣା କରିଦେବି। କି ସେଇ ସରକାର କହୁଛନ୍ତି କି ମୁଁ ଜଳସେଚନ ମାଗଣା କରିଦେବି। କଣ ଖାଲି ଇଲେକ୍ସନ ପାଖେଇ ଆସିଲା ବୋଲି ଏତିକି କରିଦେବେ? କଣ 5 ବର୍ଷ ଭିତରେ ଖାଲି ଗୋଟିଏ କାମ କରିପାରିବେ? କଣ ଆଉ କିଛି କାମ ନାହିଁ? 5 ବର୍ଷ ଭିତରେ ଯେମିତି ଆମ ଓଡ଼ିଶାରେ କିଛି ଏମିତି କାମ କରିକି ଦେଖାନ୍ତୁ ଲୋକମାନେ ଆପଣଙ୍କୁ ଭୋଟ ଦେବା ପାଇଁ ଆପଣ ଯୋଉ ପ୍ରଚାର କରୁଛନ୍ତି ପ୍ରଚାର କରିବାକୁ ପଡିବନି। ଲୋକମାନେ ଅଟୋମେଟିକ ଭୋଟ ଦେଇଦେବେ। 5 ବର୍ଷ ଭିତରେ କିଛି ଏମିତି କରିକି ଦେଖାନ୍ତୁ। ଲୋକମାନେ ଆପଣଙ୍କୁ ଭୋଟ ଯୋଉ ଆପଣ ପ୍ରଚାର କରୁଛନ୍ତି ପ୍ରଚାର କରିବାକୁ ପଡିବନି। ଲୋକମାନେ ହେମିତି ଭୋଟ ଦେଇଦେବେ। ଜାଣିଛନ୍ତି ଲୋକମାନେ ବୁଝିଲେଣି। ଯୁବପିଢି ମାନେ ବୁଝିଲେଣି। ଯୁବପିଢି ମାନେ ବୁଝିଲେଣି ଯେ ଆମ ଓଡିଶା ରାଜ୍ୟ କାହିଁକି ସମୃଦ୍ଧି କରିପାରୁନି। ସମୃଦ୍ଧି କରିବା ପଛରେ କାରଣ କଣ? ଆପଣମାନଙ୍କର ଗୋଟିଏ ଭୋଟ ଆମ ଓଡିଶାରେ ପରିବର୍ତ୍ତନ ଆଣିବାର ନୂଆ ସମୃଦ୍ଧି ଆଣିଦବ। ମୁଁ କୋଉ ପାର୍ଟିର ନୁହଁ। ମୁଁ ବିଜେଡି ନୁହଁ କି ବିଜେପି ନୁହଁ କି କଂଗ୍ରେସ ର ନୁହଁ। ମୁଁ ହଉଛି ମୋ ଦେଶର। ମୁଁ ହେଉଛି ଗୋଟେ ନାଗରିକ। ମୋ ଦେଶର ନାଗରିକ। ମୋ ରାଜ୍ୟର ନାଗରିକ। ମୋ ଜିଲ୍ଲାର ନାଗରିକ। ମୋ ଗାଁର ନାଗରିକ। ନାଗରିକ ହିସାବରେ ଯୋଉଟା ସତ ଯୋଉଟା ଠିକ୍ ମୋତେ ଲାଗିଲା ମୁଁ ଏଟା ଆପଣମାନଙ୍କୁ ମୋ ଦ୍ୱାରା ମୁଁ କହିଦେଲି। ଆଉ ଆପଣମାନେ କୋଉଟା କରିବେ କୋଉଟା ନ କରିବେ କାହାକୁ ଭୋଟ ଦେବେ କାହାକୁ ଭୋଟ ଦେବେନି ଏଇଟା ଆପଣଙ୍କର ଦାୟିତ୍ୱ। ମୋ କଥାରେ ଆପଣମାନେ ୟାକୁ ଭୋଟ ଦିଅନ୍ତୁ ତାକୁ ଭୋଟ ଦିଅନ୍ତୁ ମୁଁ ସେଇଟା କହୁନି। ଆପଣ ଯୋଉଠି ଭୋଟ ଦିଅନ୍ତୁ ଆପଣଙ୍କ ହକ୍ ରେ ଦିଅନ୍ତୁ। ଆପଣମାନେ ଭାବନ୍ତୁ ନାଇଁ ସରକାର ଆମ ପାଇଁ କଣ କରିପାରିବ? 5 ବର୍ଷ ଭିତରେ ଆମ ରାଜ୍ୟ ପାଇଁ କଣ କରିପାରିବ? ଆମ ଛୁଆମାନଙ୍କ ପାଇଁ କଣ କରିପାରିବ? ସେଇଟା ଭାବନ୍ତୁ। 5,000 ଟଙ୍କାକୁ ଭାବନ୍ତୁନି। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଇଥିଲି ନା। 5,000 ଟଙ୍କା ହେଲେ 5 ବର୍ଷକୁ ଦିନକୁ କେତେ ଟଙ୍କା ଲେଖା ପଇଲା? ଆଜିକାଲି କେତେ ଲୋକ ଅଛନ୍ତି ଦିନକୁ ପୁରା 100 ଟଙ୍କାରେ ସଫଲ ଖାଇକି ଛାପ ପକେଇ ଦଉଛନ୍ତି। ଆପଣ ମାନେ କେତେ ମୂର୍ଖ ହେଲେ ଏତେ? ଟେକ୍ନୋଲୋଜି ଜାଗାରେ ଆପଣମାନେ ଏତେ ମୂର୍ଖ ହେବେ ବୋଲି ମୁଁ ଜାଣିନଥିଲି। ଭାବନ୍ତୁ ଭୋଟଦାନ ଆପଣଙ୍କ ଦାୟିତ୍ୱ। ସରକାର ଚୁନିବା ଆପଣଙ୍କ ଦାୟିତ୍ୱ। ସରକାର ବନେଇବା ଆପଣଙ୍କ ଦାୟିତ୍ୱ। ତ ଏଇ 5 ବର୍ଷ ଭିତରେ ସରକାର ଆମ ରାଜ୍ୟ ପାଇଁ କଣ କରିପାରିବେ ଆମ ଛୁଆ ପିଲା ତମ ଛୁଆ ପିଲା କି ଭାଇ ଭଉଣୀ କି ବାପା ମାଙ୍କ ପାଇଁ କଣ କରିପାରିବେ ସେଇଟା ଭାବନ୍ତୁ। ତ
ମୁଁ ଗୋଟେ ନାଗରିକ ହିସାବରେ ଯେତିକି କହିବା ଦରକାର ତାର ଯଦି ଅଧିକ କିଛି କହିଦେଇଥିବି ମୋତେ କ୍ଷମା କରିଦେବେ। ଯଦି ମୁଁ ଠିକ୍ କହିଥିବି ତାହେଲେ କମେଣ୍ଟରେ ଜୟ ହିନ୍ଦ ଲେଖିବେ। ମୁଁ ଭାବୁଛି ମୁଁ କିଛି ଅଧିକ କହିଦେଲି ବୋଧେ। ଆଉ ଯଦି କହିଦେଇଥିବି ମୋତେ କ୍ଷମା କରିଦେବେ। ଆଉ ହଁ, ମୁଁ କିଛି କେଉଁ ପାର୍ଟିର ନୁହଁ। ଯେଉଁ ପାର୍ଟି ବି ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ ଖରାପ ଭାବିବେନି। ମୁଁ କିଛି ଖରାପ କିଛି କଥା କହିନି। ଆପଣଙ୍କୁ ଖରାପ କହିନି କି ତାଙ୍କୁ ଭଲ କହିନି। ଆଉ ତାଙ୍କୁ ଖରାପ କହିନି କି ଆପଣଙ୍କୁ ବି ଭଲ କହିନି। ଆମ ନାଗରିକ ହିସାବରେ କେଉଁଟା କରିବା ଦରକାର, କେଉଁଟା କରିବା ଉଚିତ, ସେଇଟାକୁ ମୁଁ କହିଛି। ତ ଜୟ ଜଗନ୍ନାଥ। ଆଉ ହଁ, ଗୋଟେ କଥା କହିବାକୁ ଚାହୁଁଥିଲି କି ୟୁଟ୍ୟୁବରେ ଗ୍ରୋ କରିବା ବହୁତ କଷ୍ଟ ଭାଇମାନେ। ମୁଁ ଆପଣଙ୍କ ପାଇଁ ଭିଡ଼ିଓ ତ ସବୁଦିନ ଗୋଟେ ଗୋଟେ ପୋଷ୍ଟ କରିଦେଉଛି। ହେଲେ ଭିଉ ଯାଉନି। 400 500 ଆଭରେଜ। ୟାଠୁ ଅଧିକ ମୋର ଯିବାର ହିଁ ନାହିଁ ଭିଉ ଅଧିକ। ଆଉ ହଁ ଭାଇମାନେ, ଯେଉଁମାନେ ବି ଜାଣିଛ ୟୁଟ୍ୟୁବରେ କେମିତି ଗ୍ରୋ କରନ୍ତି କମେଣ୍ଟରେ ପ୍ଲିଜ୍ ମୋତେ କହିବେ କେମିତି ଗ୍ରୋ କରନ୍ତି। ମୁଁ କାରଣ ବହୁତ ପ୍ଲାଟଫର୍ମ ଖୋଜିଲିଣି ମୁଁ ପାଉନି। ଭାଇମାନେ ଥକି ଗଲିଣି। ଆପଣମାନେ ଟିକେ ପ୍ଲିଜ୍ କୁହନ୍ତୁ କେମିତି ଗ୍ରୋ କରିବ ୟୁଟ୍ୟୁବରେ। ଯେଉଁ ବଡ଼ ବଡ଼ ୟୁଜର୍ ଅଛନ୍ତି ଆପଣମାନେ ଟିକେ କୁହନ୍ତୁ କେମିତି ଗ୍ରୋ କରିବ। ଆପଣମାନଙ୍କ ସପୋର୍ଟ ଦ୍ୱାରା ତ ମୋର 1K ସବସ୍କ୍ରାଇବର ଅଲରେଡ଼ି ହେଇସାରିଲେଣି। ମୁଁ 10K କୁ ଆଣିଛି ଆଗକୁ।